ଲୁଣରୁ ଲୋକମାନେ ଏତେ ଜଲ୍ଦି ଧନୀ କେମିତି ହୋଇଯାଆନ୍ତି? ନମ୍ବର 1, ତନ୍ତ୍ରଶାସ୍ତ୍ରରେ କୁହାଯାଇଛି ଯେ ଲୁଣ ନକାରାତ୍ମକ ଉର୍ଜାକୁ ନଷ୍ଟ କରି ସକାରାତ୍ମକ ଉର୍ଜାକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। କିଛି ଲୋକ ତ ବଶୀକରଣ ପାଇଁ ଲୁଣର ଉପଯୋଗ କରିଥାନ୍ତି। ତନ୍ତ୍ରଶାସ୍ତ୍ର ଅନୁସାରେ ଲୁଣକୁ କିଛି ନିୟମ ଅନୁସାରେ ପାଳନ କଲେ ଏହା ଆପଣଙ୍କୁ ରାତାରାତି ଧନୀ କରିଦେଇଥାଏ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ସୂର୍ଯ୍ୟ ଏବଂ ଚନ୍ଦ୍ରର ପ୍ରତିନିଧି ବୋଲି ମନାଯାଇଥାଏ। ଲୁଣକୁ ଯଦି ଆପଣ କୌଣସି ଷ୍ଟିଲ୍ କିମ୍ବା ଲୁହାର ପାତ୍ରରେ ରଖୁଛନ୍ତି, ତେବେ ଚନ୍ଦ୍ର ଏବଂ ଶନିର ମିଳନ ହୋଇଥାଏ, ଯାହା ବହୁତ ଘାତକ ସିଦ୍ଧି ହୋଇଥାଏ। ଏହା ରୋଗ ଏବଂ ଶୋକର କାରଣ ହୋଇଥାଏ। ଲୁଣକୁ ମଧ୍ୟ କୌଣସି ପ୍ଲାଷ୍ଟିକ୍ ପାତ୍ରରେ ରଖିବା ଅନୁଚିତ ଅଟେ। ଲୁଣକୁ କେବଳ କାଚର ପାତ୍ରରେ ରଖିବା ଦ୍ୱାରା ଏହାର କୌଣସି ଖରାପ ପ୍ରଭାବ ପଡ଼ିନଥାଏ। ନମ୍ବର 3, ଯଦି ଆପଣଙ୍କୁ କେଉଁ ବ୍ୟକ୍ତି ପସନ୍ଦ ନୁହନ୍ତି, ତେବେ ଆପଣ ତାହାର ଲୁଣ ଖାଆନ୍ତୁ ନାହିଁ। କୌଣସି ପାପୀ ପୁରୁଷଠାରୁ ମଧ୍ୟ ଲୁଣ କଦାପି ଖାଆନ୍ତୁ ନାହିଁ, ଅନ୍ୟଥା ଆପଣଙ୍କର ଜୀବନ ବି ତାପରି ହେବାକୁ ଲାଗିବ। କାହାଠାରୁ ବି ହେଲେ ଲୁଣ କିମ୍ବା ଲୁଣିଆ ଜିନିଷ ଖାଆନ୍ତୁ ନାହିଁ। ଏହି କଥାର ଧ୍ୟାନ ରଖନ୍ତୁ। ମଜବୁରିରେ ହେଉ କିମ୍ବା ବାଧ୍ୟତାମୂଳକ ଭାବରେ ହେଉ କିମ୍ବା ଇଚ୍ଛାଧୀନ ଭାବକ ମୂଳରେ ହେଉ, କାହାର ବି ଲୁଣ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ବହୁତ ବଡ଼ ଅସୁବିଧା ହୋଇପାରେ। ଲୁଣ ତାଙ୍କର ଖାଆନ୍ତୁ ଯାହାର ସଂସ୍କାର ଭଲ, ଧର୍ମ ସମାନ, ଯିଏ ଆଚରଣ କରିଥାଏ। ନମ୍ବର 4, ଲୁଣ ଏବଂ କାଚ ଉଭୟକୁ ରାହୁର କାରକ ବୋଲି ମନାଯାଇଥାଏ। ସେଥିପାଇଁ ଯଦି ଆପଣ ଲୁଣକୁ କାଚର ପାତ୍ରରେ ଭର୍ତ୍ତି କରି ଶୌଚାଳୟ କିମ୍ବା ସ୍ନାନ ଘରେ ରଖନ୍ତି, ତେବେ ସେଠାରେ ନେଗେଟିଭ୍ ଏନର୍ଜିର ନାଶ ହୋଇଥାଏ। କାହିଁକି ନା ରାହୁର ସବୁଠାରୁ ବଡ଼ ଦୁଷ୍ପ୍ରଭାବ ବାଥରୁମରୁ ହିଁ ହୋଇଥାଏ। ଏହା ବ୍ୟତୀତ ଏହି ଉପାୟ ଦ୍ୱାରା ସେଠାରେ ଉପସ୍ଥିତ ସୂକ୍ଷ୍ମ କୀଟାଣୁର ମଧ୍ୟ ସର୍ବନାଶ ହୋଇଥାଏ ଓ ଖରାପ ଶକ୍ତି ମଧ୍ୟ ଦୂରେଇ ଯାଇଥାନ୍ତି। ସବୁ ମାସରେ ଲୁଣକୁ ବଦଳାଇ ଦିଅନ୍ତୁ ଓ ପୁରୁଣା ଲୁଣକୁ ଫୋପାଡ଼ି ନୂଆ ଲୁଣ ସେଥିରେ ଭର୍ତ୍ତି କରନ୍ତୁ। ନମ୍ବର 5, ଲୁଣ ଘରର ନକାରାତ୍ମକ ଉର୍ଜାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଘରେ ପୋଛା ଲଗାଇବା ବେଳେ 1 ଚାମଚ ଲୁଣ ପାଣିରେ ମିଶାଇବା ଦରକାର ହୋଇଥାଏ। ସପ୍ତାହରେ 2 ଥର ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରିଥାଏ। କୁହାଯାଏ, ଘରେ ଲୁଣ ମିଶା ପାଣିରେ ପୋଛା ଲଗାଇବା ଦ୍ୱାରା ଜଲ୍ଦି ହିଁ ଧନ ପ୍ରାପ୍ତି ହୋଇଥାଏ। କରଜରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତି ରବିବାରରେ ଘରେ ଲୁଣ ମିଶା ପାଣିରେ ପୋଛିବା ଦରକାର। ଏହାଦ୍ୱାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ତା ସହିତ ଆପଣଙ୍କୁ କରଜରୁ ମଧ୍ୟ ମୁକ୍ତି ମିଳିଥାଏ। ନମ୍ବର 6, ଲୁଣ ତଳେ ପଡ଼ିଯିବାକୁ ଶୁଭ ବୋଲି ମନାଯାଇନଥାଏ। ବୁଲଗେରିଆ, ରୋମାନିଆ ଓ ୟୁକ୍ରେନ୍ ଭଳି ଦେଶମାନଙ୍କରେ ଏହାକୁ ଦୁର୍ଭାଗ୍ୟ ଓ ବିବାଦର ସୂଚକ ବୋଲି ମନାଯାଇଥାଏ। ଆମର ହିନ୍ଦୁ ଧର୍ମରେ ମଧ୍ୟ ଏହା ତଳେ ପଡ଼ିଯିବାକୁ ଅଶୁଭ ବୋଲି ମନାଯାଇଥାଏ। ଲୁଣ ତଳେ ପଡ଼ିବା ଦ୍ୱାରା ଚନ୍ଦ୍ରମା ଓ ଶୁକ୍ର କମଜୋର ହୋଇଯାଇଥାନ୍ତି। ନମ୍ବର 7, ଲୁଣକୁ କୌଣସି ବ୍ୟକ୍ତିକୁ ସିଧା ହାତରେ ଦେବା ଅନୁଚିତ ହୋଇଥାଏ। କୁହାଯାଏ, ଏମିତି କରିବା ଦ୍ୱାରା ସେହି ବ୍ୟକ୍ତି ସହ ଆପଣଙ୍କର ଝଗଡ଼ା ହୋଇଯାଇଥାଏ। ଶୋଇବା ପୂର୍ବରୁ ଲୁଣ ମିଶା ପାଣିରେ ଭଲ ଭାବରେ ହାତ ଓ ଗୋଡ଼ ଧୋଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିଥାଏ। ତା ସହିତ ରାହୁ କେତୁର ଦୁଷ୍ପ୍ରଭାବ କମ୍ ହୋଇଯାଇଥାଏ। ତନ୍ତ୍ରଶାସ୍ତ୍ରରେ ଦାରିଦ୍ର୍ୟତା ଦୂର କରିବା ଏବଂ ଘରର ଉନ୍ନତି ଆଣିବା ପାଇଁ ଲୁଣର ଟୋଟକା ବହୁତ ଉପଯୁକ୍ତ ଅଟେ। ଏଥିପାଇଁ ଲୁଣକୁ କାଚର ପାତ୍ରରେ ଭର୍ତ୍ତି କରି ସେଥିରେ 4ରୁ 5ଟି ଲବଙ୍ଗ ପକାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ ଓ ଧନରେ ଦିନ ଦ୍ୱିଗୁଣ ଓ ରାତି ଚଉଗୁଣ ଉନ୍ନତି ହୋଇଥାଏ। ନମ୍ବର 8, କେତେଥର ମନରେ ଅଚାନକ ବିବ୍ରତ ହେବାକୁ ଆରମ୍ଭ ହୋଇଥାଏ। ଏହି ସ୍ଥିତିରେ ଆପଣ ଆପଣଙ୍କ ହାତ ମୁଠାରେ
ମୁଠାଏ ଲୁଣ ନେଇ ଆପଣଙ୍କ ଉପରେ 7 ଥର ଫେରାଇ ଏହାକୁ ୱାସିଂ ମେସିନରେ ବୁହାଇ କିଛି ସମୟ ପାଣିରେ ଛାଡ଼ି ଦିଅନ୍ତୁ। କିଛି ସମୟ ପାଣି ହିଁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଆପଣଙ୍କର ସମସ୍ତ ଚିନ୍ତା ବିବ୍ରତ ଦୂର ହୋଇଯିବ। ନମ୍ବର 9, ପତି ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ଝଗଡ଼ା ହୋଇଥାଏ କିମ୍ବା ଘରେ ସବୁବେଳେ ଚିନ୍ତାରେ ରହିଥାନ୍ତି। ତେଣୁ ଲୁଣର ଏହି ଉପାୟ ଆପଣାଇ ଦେଖନ୍ତୁ। ଗୋଟିଏ ପାତ୍ରରେ କିମ୍ବା ଗୋଟିଏ ଗ୍ଲାସରେ ସୌନ୍ଦର୍ଯ୍ୟ ଲୁଣକୁ ପକାଇ ବାଥରୁମରେ ରଖିଦିଅନ୍ତୁ। ଏହାଦ୍ୱାରା ରୁମର ନକାରାତ୍ମକ ଉର୍ଜା କମ୍ ହୋଇଥାଏ ଏବଂ ଘରର ଅବସ୍ଥା ସୁଧୁରିବା ପାଇଁ ଲାଗିବ। ଦାମ୍ପତ୍ୟ ସମ୍ବନ୍ଧ ସୁଧାରିବା ପାଇଁ ରାତ୍ରିରେ ସୌନ୍ଦର୍ଯ୍ୟ ଲବଣ କିମ୍ବା ଧଳା ଗୋଟା ଲୁଣର ଛୋଟ ଖଣ୍ଡ ନିଜ ବାଥରୁମର କୌଣସି କୋଣରେ ରଖି ଶୋଇଯାଆନ୍ତୁ। ଏହାଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ। ନମ୍ବର 10, କେତେଥର ଆମ ଜୀବନରେ ଧନର କମି ହୋଇଥାଏ, ଯାହା କାରଣରୁ ଆମର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥାଏ। ଏଥିପାଇଁ ଗୋଟିଏ କାଚ ଗ୍ଲାସ ପାଣିରେ 1 ଚାମଚ ଲୁଣ ପକାଇ ଦକ୍ଷିଣ ପଶ୍ଚିମ ଶୀତ କୋଣରେ ରଖିଦିଅନ୍ତୁ ଏବଂ ଗ୍ଲାସରେ ଲାଲ ରଙ୍ଗର କପଡ଼ା ଲଗାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। କିଛି ଦିନ ମଧ୍ୟରେ ଆପଣଙ୍କର ଘର ଏହି ସଙ୍କଟ ଦୂର ହୋଇ ପଇସା ଆସିବାକୁ ଲାଗିଥାଏ। କିନ୍ତୁ ଏହି ଉପାୟ ଆପଣାଇଲା ବେଳେ ଆପଣ ସମୟ ସମୟରେ ପାଣିକୁ ବଦଳାଉଥିବେ। ତା ସହିତ ଏହି ଉପାୟ ରବିବାର ଓ ମଙ୍ଗଳବାରକୁ ନିଶ୍ଚୟ କରନ୍ତୁ, ତେବେ ଏହା ଫଳିତ ହୋଇଥାଏ। ନମ୍ବର 11, ଯେଉଁ ଲୋକଙ୍କୁ ଚାକିରି ମିଳୁନି, ବିଜନେସରେ ଲସ୍ ହେଉଛି, ତାଙ୍କ ପାଇଁ ଶାସ୍ତ୍ରରେ ଏହି ଉପାୟ କୁହାଯାଇଛି। ସେଥିପାଇଁ ଆପଣଙ୍କୁ ଆପଣଙ୍କ ହାତରେ ପେଷା ହୋଇଥିବା ଲୁଣ ନେଇ ତାକୁ ନିଜର ମୁଣ୍ଡ ଉପରେ 3 ଥର ବୁଲାଇ ବାହାରକୁ ଫୋପାଡ଼ି ଦିଅନ୍ତୁ। ଏମିତି ଲଗାତାର 3 ଦିନ କରନ୍ତୁ। ଯଦି ଏହାଦ୍ୱାରା ଲାଭ ମିଳୁନାହିଁ, ତାହେଲେ ନିଜ ମୁଣ୍ଡ ଉପରେ ବୁଲାଇ ଶୌଚାଳୟରେ ପକାଇ ଦିଅନ୍ତୁ। ଏହାଦ୍ୱାରା ନିଶ୍ଚୟ ଲାଭ ମିଳିଥାଏ। ନମ୍ବର 12, ଯଦି ସପ୍ତାହରେ ଗୋଟିଏ ଥର ପିଲାଙ୍କୁ ଚିମୁଟାଟେ ଲୁଣ ମିଶା ପାଣିରେ ଗାଧୋଇବା ଦ୍ୱାରା ପିଲାଙ୍କ ଉପରେ କୌଣସି ଖରାପ ନଜର ଲାଗିନଥାଏ। ଏହାର ଗୋଟିଏ ବୈଜ୍ଞାନିକ କଥା ଏହା ଯେ ଏମିତି କରିବା ଦ୍ୱାରା ପିଲାଙ୍କୁ ଏଲର୍ଜି ସମ୍ବନ୍ଧୀୟ ରୋଗ ହୋଇନଥାଏ, ସ୍କିନ୍ ଡିଜିଜ୍ ହୋଇନଥାଏ। ଏହା ବ୍ୟତୀତ ଯଦି ଆପଣଙ୍କୁ କିମ୍ବା ପିଲାଙ୍କୁ କୌଣସି ନଜର ଲାଗିଯାଏ, ତେବେ 7 ଥର ଗୋଟିଏ ଚୁଟକି ଲୁଣ ଉତ୍ତାର କରି ବହୁଥିବା ପାଣିରେ ବୁହାଇ ଦିଅନ୍ତୁ। ଏହାଦ୍ୱାରା ନଜର ଦୋଷ ଦୂର ହୋଇଯାଏ। ନମ୍ବର 13, ଯଦି କେହି ଲମ୍ବା ବେମାରରେ ଗ୍ରସିତ ଅଛନ୍ତି, ତେବେ ତାର ମୁଣ୍ଡ ପାଖରେ କାଚ ପାତ୍ରରେ ଲୁଣ ରଖନ୍ତୁ ଏବଂ ସପ୍ତାହରେ ଗୋଟିଏ ଥର ଏହାକୁ ବଦଳାଇ ଦିଅନ୍ତୁ। ଆସ୍ତେ ଆସ୍ତେ ସ୍ୱାସ୍ଥ୍ୟରେ ଇନକ୍ରିଜ୍ ହେବ, ଅର୍ଥାତ୍ ସୁଧାର ଆସିବ। ଏହି ଉପାୟ ସହିତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି ଏବଂ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ। କମେଣ୍ଟରେ ଲୁଣର ବିଭିନ୍ନ ପ୍ରକାରର ଉପକାରିତା ବିଷୟରେ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ।